मु सर्वप्रथमे परम प्रभु श्री अरविंद ओ जगज्जननी श्रीमां को मोर कोटि कोटि प्रणाम जनाउछि। एही ऑनलाइन पाठचक्र रे योगदान करिथिबा अपा भाई माननकु मोर जथामान्य तथा गुरुजन माननकु प्रणाम और लघुजन माननकु स्नेहाशीष जनाउछि। एही सभाटी को परिचालना करुथिबा हमर हृषिकेश भाई को मोर प्रणाम जनाउछि। ध्यान और प्रार्थना पढ़िथिबा कीर्तिमाला को मोर धन्यवाद सह आशीष जनाउछि। धारावाहिक आलोचना जीवनर पथ आलोचक पूज्य भवेश भाई को मोर प्रणाम जनाउछि। केमिति चालिबि बाट तुमे मादियो साहस केमिति सहिबि कष्ट दियो माधुर्य आशीष केमिति चालिबि बाट तुमे मादियो साहस केमिति सहिबि कष्ट दियो माधुर्य आशीष तुम्हारी करुणा थाओ तुम्हारी करुणा थाओ एई जीवन आसी तारिबे खाली तुम दया ओ मा खाली तुम दया ओ केमिति चालिबि बाट तुमे मादियो साहस केमिति सहिबि कष्ट दियो माधुर्य आशीष थकिबिनि केबे हारिबिनि केबे मामु तुम सन्तान दुख करिबिनि अळि करिबिनि सदा सन्तोष मन थकिबिनि केबे हारिबिनि केबे मामु तुम सन्तान दुख करिबिनि अळि करिबिनि सदा सन्तोष मन आसिली आसो बतास कि झाड आसिली आसो बतास कि झाड डरिबिनि मो काहाको खाली तुम दया हेओ मा खाली तुम दया हेओ केमिति चालिबि बाट तुमे मादियो साहस केमिति सहिबि कष्ट दियो माधुर्य आशीष
ତୁମକୁ ଅନ୍ତରି ସାଇତି ରଖିଛି ମନର ପଲଙ୍କ ପରେ। ଉଣା ନାହିଁ କିଛି ସବୁ କିଛି ଅଛି ତୁମେ ଥିଲେ ମୋ ପାଖରେ। ତୁମକୁ ଅନ୍ତରି ସାଇତି ରଖିଛି ମନର ପଲଙ୍କ ପରେ। ଉଣା ନାହିଁ କିଛି ଅଛି ତୁମେ ଥିଲେ ମୋ ପାଖରେ। ହତାଶ ହେବି କାହିଁକି ମାଗୋ, ହତାଶ ହେବି କାହିଁକି ମାଗୋ, ଯାହା ମୋର ତୁମ ସବୁ। ଖାଲି ତୁମ ଦୟା ହେଉ ମା, ଖାଲି ତୁମ ଦୟା ହେଉ। କେମିତି ଚାଲିବି ବାଟ ତୁମେ ମା ଦିଅ ସାହସ। କେମିତି ସହିବି କଷ୍ଟ ଦିଅ ମା ଧୈର୍ଯ୍ୟ ଆଶିଷ। ତୁମରି କରୁଣା ଥାଉ, ତୁମରି କରୁଣା ଥାଉ। ଏଇ ଜୀବନ ଆସିବି ତରିବି ଖାଲି ତୁମ ଦୟା ହେଉ ମା, ଖାଲି ତୁମ ଦୟା ହେଉ ମା, ଖାଲି ତୁମ ଦୟା ହେଉ ମା, ଖାଲି ତୁମ ଦୟା ହେଉ ମା। ମା ଅନେକ ଧନ୍ୟବାଦ ଏହି ସୁନ୍ଦର ସୁଲଳିତ କଣ୍ଠରେ ବାସନ୍ତୀ ଅପାଙ୍କର ନିରାଜନା ପାଇଁ ଆଜିର ଏହି ପାଠଚକ୍ରରେ। ବନ୍ଧୁଗଣ, ଏବେ ଆଲୋଚନାର ପାଳି। ଆମେ ଆମ ଜୀବନର ପଥର ଅନ୍ତିମ ଚରଣରେ ପ୍ରାୟ ପହଞ୍ଚିଛନ୍ତି। ଆମ ଆଲୋଚନାରେ ସମ୍ମାନୀୟ ଭବେଶ ଭାଇ ତାଙ୍କର ଦୀର୍ଘ ଧାରାବାହିକ ଆଲୋଚନାର ଅନ୍ତିମ ପର୍ଯ୍ୟାୟରେ ସେ ଆମକୁ ନିଶ୍ଚିତ କରେଇଛନ୍ତି କେବଳ ମାତ୍ର ଏକ ଶରଣାଗତିର ଜୀବନ, ଏକ ଆତ୍ମସମର୍ପଣର ଜୀବନ ହିଁ ଆମ ଜୀବନର ଯଥାର୍ଥ ମାର୍ଗ, ଯଥାର୍ଥ ପଥ ଏବଂ ଯଥାର୍ଥ ଲକ୍ଷ୍ୟ। ଯଦି ମୂଳ ଲକ୍ଷ୍ୟଟି ଏହି ଶରଣାଗତିର ଜୀବନ ହୁଏ, ତାହେଲେ ଏହା ସହିତ ମଧ୍ୟ ସମ୍ମାନୀୟ ଭବେଶ ଭାଇ ତାଙ୍କ ଆଲୋଚନାରେ ଏହାର ବିପରୀତ ଦିଗଟିକି ସେ ସାଥିରେ ଧରି ଚାଲିଛନ୍ତି ଆମ ସହିତ ଆଲୋଚନାରେ, ଯେ ଅତୀତରେ
ଆପଣ ପୁରାଣ ରାମାୟଣ ଖୋଲନ୍ତୁ। ଯେଉଁମାନେ ଭଗବାନଙ୍କର ଏହି ଅନନ୍ୟ ଭକ୍ତ ତାଲିକାରେ ଅଛନ୍ତି, ଏହି ଶରଣାଗତିର ଜୀବନ ବଞ୍ଚିଛନ୍ତି, ସେମାନଙ୍କର ଜୀବନ ଧାରା ମଧ୍ୟକୁ ଏକ ବିପରୀତ ପରୀକ୍ଷା, ଜଟିଳତା, ବିରୋଧୀ ଶକ୍ତିର ଆକ୍ରମଣ ଏସବୁ ମଧ୍ୟ କମ୍ ଆସିନାହିଁ। କିନ୍ତୁ ସମସ୍ତେ ଏହି ଅନ୍ଧକାର ଦିଗଟି ଉପରେ ବିଜୟ ହାସଲ କରିଛନ୍ତି କେବଳ ଗୋଟିଏ କୌଶଳ ଯୋଗୁଁ। ତାହା ହେଉଛି ଏକ ସମର୍ପିତ ଜୀବନରେ, ଏକ ଶରଣାଗତିର ଜୀବନରେ ଆଲୁଅ ଆଉ ଅନ୍ଧାର ବୋଲି କିଛି ନାହିଁ, ପାପ ଆଉ ପୁଣ୍ୟ ବୋଲି କିଛି ନାହିଁ, ସୁଖ ଆଉ ଦୁଃଖ ବୋଲି କିଛି ନାହିଁ। ଅର୍ଥାତ୍ ଯେଉଁମାନେ ଏହି ଜୀବନର ପଥିକ, ସେମାନେ ଉଭୟ କ୍ଷେତ୍ରକୁ, ଉଭୟ ଦିଗକୁ ସମାନ ଭାବରେ ସ୍ମିତହାସ୍ୟ ସହ ବରଣ କରିଛନ୍ତି। ଏହି ଉଭୟ କ୍ଷେତ୍ରକୁ ସ୍ମିତହାସ୍ୟ ସହ ସମାନ ଭାବରେ ବରଣ କରିନେଇ ପାରିବାର ଯେଉଁ ସାହସ, ଯେଉଁ ଦକ୍ଷତା, ତାରି ପାଇଁ ଭଗବାନଙ୍କର କରୁଣାର ଆବଶ୍ୟକତା ଥାଏ ବା ପଡ଼େ। ଏବଂ ସେହି ଦୃଷ୍ଟିରୁ ଦେଖିଲେ ଆମେ ସମସ୍ତେ ଯେଉଁମାନେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ଶରଣାଗତ, ଆମର ମଧ୍ୟ ସେଇ ବିଶ୍ୱାସ, ସେଇ ଭରସା ଅଳ୍ପେ ବହୁତ ରହିଛି। ଆମକୁ ଏହି କ୍ଷେତ୍ରରେ ସେ ସହାୟତା କରିବା ପାଇଁ ପ୍ରସ୍ତୁତ ରହିଛି। କିନ୍ତୁ ଆମର ଦୃଷ୍ଟିକୋଣ, ଆମର ବିଚାରଧାରା, ଆମର ମାନସିକତା ଏପରି ଯେ ଆମେ ସମସ୍ତେ ଯେଉଁମାନେ ଏହି ପଥର ଯାତ୍ରୀ, ଆମମାନଙ୍କର ଗୋଟିଏ ଏକପାଖିଆ ଧାରଣା ଯେ ଆମେ ସବୁବେଳେ ଆମ ଜୀବନରେ ଆଲୋକର ପଥ, ସୁଖର ପଥ, ନିର୍ଭୟତାର ପଥ ଏବଂ ଶାନ୍ତିର ପଥ ଖୋଜିଛନ୍ତି। ତାର ବିପରୀତ ଦିଗକୁ, ବିପରୀତ ଅନ୍ଧକାର ଦିଗଟି ବା ଦୁଃଖର ଦିଗଟି, ଝଡ଼ର ଦିଗଟି ଆମ ଜୀବନକୁ ନ ଆସୁ, ସେଥିପାଇଁ ଆମେ ମାଙ୍କୁ ପ୍ରାର୍ଥନା କରୁଛନ୍ତି। ଆମେ ଏକ ସୁରକ୍ଷିତ ବଳୟ ଭିତରେ ରହିବାକୁ ସବୁବେଳେ ଚାହୁଁଛନ୍ତି। ଏହା ମଧ୍ୟ ଏକପାଖିଆ ଅସମ୍ପୂର୍ଣ୍ଣ ନିଷ୍ପତ୍ତି, ଏହା ପୂର୍ଣ୍ଣାଙ୍ଗ ନୁହେଁ। ଇଏ ଗୋଟିଏ ମାର୍ଗ, ଗୋଟିଏ ଧାରା ହେଇପାରେ, ତଥାପି ଏହା ଅସମ୍ପୂର୍ଣ୍ଣ। କାରଣ ଅନ୍ୟ ଦିଗଟି, ଅନ୍ଧକାର କ୍ଷେତ୍ରରେ ମଧ୍ୟ ଯେଉଁ ଅଭିଜ୍ଞତା ଯଦି ଆମର ନଥିବ, ଦୁଃଖ ଭିତରେ ଯେଉଁ ଅଭିଜ୍ଞତା ଯଦି ଆମର ନଥିବ, ତାହେଲେ ଆମେ କେବଳ ସୁଖର, ଶାନ୍ତିର, ଆଲୋକର ଅଭିଜ୍ଞତା ନେଇ ଆମେ ଏକ ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ଆତ୍ମସମର୍ପିତ ଜୀବନ ବା ଶରଣାଗତର ଜୀବନ ଆମେ ଲାଭ କରିପାରିବା ନାହିଁ। ଗତ ଅଧ୍ୟାୟରେ ବୋଧେ ଭବେଶ ଭାଇ ତାଙ୍କ ଆଲୋଚନାର ଶେଷରେ ସେ ମୁଖ୍ୟତଃ ଏହି କଥାଟିକୁ ଆଲୋଚନା କରୁଥିଲେ। ଉଭୟକୁ ଯଦି ଊର୍ଦ୍ଧ୍ୱକୁ ଯାଇ ଆମ ଚେତନାରେ ସମାନ ଭାବରେ ଗ୍ରହଣ କରିବାର ସାହସ, ଦକ୍ଷତା
ଏବଂ ତାହାର ঊର୍ଦ୍ଧ୍ୱକୁ ଯାଇ ମାଙ୍କ ନିକଟରେ, ଶ୍ରୀଅରବିନ୍ଦଙ୍କ ନିକଟରେ, ଆମର ଗୁରୁଙ୍କ ନିକଟରେ ସମାନ ଭାବରେ ଦେଖିବାର ଦୃଷ୍ଟିକୋଣଟି ହାସଲ କରିପାରିବା, ତାହେଲେ ଆମର ଏଇ ଶରଣାଗତିର ଜୀବନ, ଆମର ଏଇ ଆତ୍ମସମର୍ପିତ ଜୀବନ ହୁଏତ ଖୁବ୍ ତ୍ୱରାନ୍ୱିତ, ଅଧିକ ସଫଳ ଏବଂ ଅଧିକ ପରିଣାମଦର୍ଶୀ ହେଇପାରିବ। ଏଇ କଥାଟିକୁ ଆଲୋଚନା କରିବାକୁ ଯାଇ ଭବେଶ ଭାଇ ଗତ ଅଧ୍ୟାୟରେ ଅନେକ ଉଦାହରଣ ବି ଦେଇଥିଲେ। ସେଇ ଆଲୋଚନା ତ ବି ଜାରି ରହିଛି, ଆଜି ବି ଜାରି ରହିବ। ତେଣୁ ଆମେ ଏ ବିଷୟରେ ଆହୁରି ନିଶ୍ଚିତ ହେବା ଆଗକୁ ଭବେଶ ଭାଇଙ୍କର ଆଲୋଚନାରୁ। ତେଣୁ ଅନୁରୋଧ କରୁଛି ଭବେଶ ଭାଇଙ୍କ ସେ ତାଙ୍କର ଆଲୋଚନା ସେଇଠୁ ଆରମ୍ଭ କରିବେ। ଭବେଶ ଭାଇ ଆମ ଶରଣାଗତିର ଜୀବନ, ଆମ ସାଧନାର ପଥ, ଆମ ସମର୍ପିତ ଜୀବନର ଏଇ ଯେଉଁ ପୂର୍ଣ୍ଣାଙ୍ଗ ଦୃଷ୍ଟିକୋଣଟି କ'ଣ, ସେ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆମ ଆଗରେ ତାଙ୍କର ଦିଗ୍ଦର୍ଶନ ଦେବେ। ଭବେଶ ଭାଇ। କରୁଣାମୟୀ ମା, ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଆଜିର ଏହି ଆଲୋଚନା ଚକ୍ରରେ ଉପସ୍ଥିତ ସମସ୍ତ ମାତୃ ସନ୍ତାନ ମାନଙ୍କୁ ହୃଦୟରୁ ସ୍ୱାଗତ ଏବଂ ଅଭିନନ୍ଦନ। ଆଜିର କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ଆମ ସମସ୍ତଙ୍କର ସମ୍ମାନୀୟ ଋଷିକେଶ ଭାଇ ଏବଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଭାଇମାନଙ୍କୁ ଅନେକ ଅନେକ ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରୁଛୁ। ଆମେ ଶରଣାଗତି ସମ୍ପର୍କରେ ଆଜି 7ଟି ବିନ୍ଦୁରେ ଆମର ଆଲୋଚନାଟିକୁ କେନ୍ଦ୍ରିତ କରିବା। ପ୍ରଥମ ବିନ୍ଦୁ, whenever any problem or difficulty will confront a sadhaka, the very first thing he should do is to turn to the divine and place before him the entire situation in all its details and seek for the divine intervention. ଆମ ସମସ୍ତଙ୍କ ଜୀବନରେ ବିପଦ ଆସେ, ଅସୁବିଧା ଆସେ, କିନ୍ତୁ ଆମେ ସମସ୍ତଙ୍କ ଜୀବନକୁ ଆସୁଥିବା ବିପଦ ଅସୁବିଧା ଗୁଡ଼ିକୁ କେମିତି ଆମେ ଫେସ୍ କରୁ? ଆମେ ନିଜେ ପ୍ରଥମେ ବ୍ୟସ୍ତ ବିବ୍ରତ ହେଇଯାଉ। ବ୍ୟସ୍ତ ବିବ୍ରତ ହେଇସାରିଲା ପରେ ପୁଣି ଜଣେ ଅଧେ ଆମ ବିଷୟରେ ଜାଣନ୍ତି ଯେ ଏ ଅସୁବିଧାରେ ପଡିଛି, यार गोटे दुर्घटना ହେଇଛି ବା यार गोटे କିଛି ବଡ଼ ରୋଗ ହେଇଛି କି ଗୋଟେ या ପରିବାରରେ ଜଣଙ୍କର ବିୟୋଗ ଘଟିଛି କି यार ଗୋଟେ ବଡ଼ କ୍ଷତି ଘଟିଛି, यार ଚାକିରି ଚାଲି ଯାଇଛି, କିଛି ପ୍ରକାର ବିପଦ ରହିଛି, ହଜାର ହଜାର ବିପଦ ରହିଛି, ହଜାର। ଏପରିକି ଆପଣ 2 ଲକ୍ଷ ଖର୍ଚ୍ଚ କରି ଗୋଟେ ଚାଷ କରିଛନ୍ତି, ସେ ଚାଷଟା ବର୍ତ୍ତମାନ କ୍ଷତିରେ ଯାଉଛି, ବିକ୍ରି ହେଲା ନାହିଁ। ଆପଣ ଗୋଟେ ଇନଭେଷ୍ଟମେଣ୍ଟ କରିଛନ୍ତି, ସେଟା ବୁଡି ଯାଉଛି। ବହୁ ବିପଦ ରହିଛି, ସନ୍ତାନ ସନ୍ତତିର ଦୁଃଖ ରହିଛି। ତ ଯେତେ ବିପଦ ଅଛି, ଅସୁବିଧା ଅଛି, ସାଧକ ପ୍ରଥମେ କ'ଣ କରେ? ନିଜେ ବ୍ୟସ୍ତ ବିବ୍ରତ ହେଇଯାଏ, ତା ସାଙ୍ଗସାଥି ମାନଙ୍କୁ କହେ, କିଛି ଯଦି ସାହାଯ୍ୟ ନ ମିଳିଲା ତାପରେ ସେ ନିରାଶ ହେଇ ପଡେ। ନିରାଶ ହେଇ ପଡିକି କହେ I will quit, ମୁଁ କାମଟିକୁ ଛାଡ଼ିଦେବି ନହେଲେ ଜୀବନଟିକୁ ଛାଡ଼ିଦେବି। ଅନେକ ଲୋକ ଆତ୍ମହତ୍ୟା କରିଦିଅନ୍ତି ବା ଡିପ୍ରେସନ ଭିତରକୁ ଚାଲିଯାନ୍ତି, ହତାଶ ନିରାଶ ବି ହେଇ ପଡନ୍ତି। ଏଇଗୁଡିକ ତ ଆମେ କରୁ, ଆଉ କ'ଣ? କିନ୍ତୁ ଏଇଠି ଶରଣାଗତିରେ ଆପଣ ପ୍ରଥମେ ଭଗବାନଙ୍କ ଆଡକୁ ଯିବେ। କିଛି ବିପଦ ପଡିଲେ ଭଗବାନଙ୍କୁ ବିପଦ କ'ଣ? ମୁଁ ଦେଖୁଛି 30 ବର୍ଷର ସାଧକ ମାନେ ବି
କିଛି ଅସୁବିଧା ଆସିଲେ ମାଙ୍କଠୁ ଦୂରେଇ ଯାଉଛନ୍ତି, କହୁଛନ୍ତି କାହିଁ ମା ମୋ ପାଇଁ ନାହାନ୍ତି। ଆଜି ମତେ ଜଣେ କହିଛି ଯଦି ମା ଥାନ୍ତେ ମୋର କଣ ଏମିତି ହୁଅନ୍ତା। ମାନେ ଏକରେ ତ ତାଙ୍କ ଜୀବନକୁ ଅସୁବିଧାଟି ଆସିଛି, ଯୋଉ କାରଣରୁ ଆସିଛି ସେ ସେଇ କାରଣଟିକୁ ବୁଝି ନାହାନ୍ତି, କିନ୍ତୁ ଏବାଟେ ଡବଲ ଫଲ୍ଟ। କି ଯେ ଦୟନୀୟ ଆମ ଜୀବନ, କେତେ ଅନ୍ଧକାରଚ୍ଛନ୍ନ। ଆମେ ଯାହା ବି ବିପଦ ହେଇଥାଉ, ଏକଥାକୁ ଯିଏ ଲେଖିଛନ୍ତି ସେ ଜଣେ ସାମାନ୍ୟ ବ୍ୟକ୍ତି ନୁହନ୍ତି, ଶ୍ରୀ ଅରବିନ୍ଦ, ଯାହାଙ୍କୁ ନରହତ୍ୟା ଅପରାଧରେ, ରାଜଦ୍ରୋହ ଅପରାଧରେ ଜେଲ ଖଟିବାକୁ ପଡିଥିଲା। ଯୋଉ ଶାସନର ମାନେ କଣ ଉଦୟ ହୁଏନି କି ଅସ୍ତ ହୁଏନି, ଯୋଉ ଶାସନରେ ସୂର୍ଯ୍ୟ ସବୁବେଳେ ଥାନ୍ତି, ପଶ୍ଚିମ ଗୋଲାର୍ଦ୍ଧରେ ବି ଥାନ୍ତି, ପୂର୍ବ ଗୋଲାର୍ଦ୍ଧରେ ବି ଥାନ୍ତି। ବାଘ ଛେଳି ଗୋଟିଏ ତୁଠରେ ପାଣି ପିଅନ୍ତି, ଗର୍ଭିଣୀ ଗାଈ ଯାହାକୁ ବାଟ ଛାଡିଦିଏ। ସେଇ ରାଜତନ୍ତ୍ର ବିରୁଦ୍ଧରେ ସିଏ ଛିଡା ହେଇଛନ୍ତି, ଶାସନତନ୍ତ୍ର ବିରୁଦ୍ଧରେ ଛିଡା ହେଇକି ତାଙ୍କର ଯୋଉ ଚକ୍ରାନ୍ତକୁ, ତାଙ୍କର ଯୋଉ ରହିଛି ଗୋଟେ ଅଭିସନ୍ଧି, ଦୁରଭିସନ୍ଧି, ତାକୁ ବି ସହିଛନ୍ତି। କିନ୍ତୁ କେମିତି କରିଥିଲେ? ସେ ଭଗବାନଙ୍କୁ ସମର୍ପଣ କରିଥିଲେ। ମ୍ୟାଜିକ ହେଲା। ତାଙ୍କରି ସାଙ୍ଗ ଆସିଲା ବିଚାର ପାଇଁ, କୋର୍ଟର ସରକାରଙ୍କର ଓକିଲ ନୀରବ ରହିଲେ, ଖୋଜି ଖୋଜିକି ଚିତ୍ତରଞ୍ଜନ ଦାସ ଆସିଲେ ଶ୍ରୀ ଅରବିନ୍ଦଙ୍କ କେସ୍ ଲଢିବାକୁ। ତେଣୁ ଆମେ ଭଗବାନଙ୍କୁ ସବୁ କଥା ଜଣେଇବା। ପ୍ରଥମେ ଭଗବାନଙ୍କୁ ପ୍ରତ୍ୟାଖ୍ୟାନ କରିବା, ତମେ ନାଅ, ତମେ ଥିଲେ କଣ ଏ ବିପଦ ପଡିଥାନ୍ତା, ଯୋ ତମ ବାଟରେ ତମେ ଯାଅ, ମୁଁ ମୋ ବାଟରେ ଅଛି। ଆମେ ପ୍ରଥମେ ତାଙ୍କୁ କହିବା ସବୁ କଥା, ଯେମିତି ଆମ ଭାଇକୁ କହୁ, ବନ୍ଧୁକୁ କହୁ, ସେମିତି ବସେଇ ଏଇଆ ହେଲା, ଏଇଆ ହେଲା, ଏଇଆ ହେଲା। ଆମେ କହିବାନି ଯେ ସିଏ ସବୁ ଜାଣିଛନ୍ତି ଅନ୍ତର୍ଜନ, ସେ ଜାଣିଥାଇ ପାରନ୍ତି, ତଥାପି ମତେ କହିବାକୁ ପଡିବ। ଡିଟେଲ୍ସ ରେ କହିବାକୁ ପଡିବ, ଏଣ୍ଟାୟାର ସିଚୁଏସନ ଟା କହିବାକୁ ପଡିବ। ତାପରେ ଆମେ ଭଗବାନଙ୍କର ହସ୍ତକ୍ଷେପ ଲୋଡିବା, ପ୍ରଭୁ ମୁଁ ତମ ସାହାଯ୍ୟ ମାଗୁଛି। ଆପଣଙ୍କୁ ମନେ ଥିବ ମହାଭାରତ ଯୁଦ୍ଧ ଆରମ୍ଭର ଭଗବାନଙ୍କର ସାହାଯ୍ୟ, ଶ୍ରୀକୃଷ୍ଣଙ୍କର ସାହାଯ୍ୟ ପାଇବା ପାଇଁ ପାଣ୍ଡବ ପକ୍ଷ ବି ଯାଇଥିଲା, କୌରବ ପକ୍ଷ ବି ଯାଇଥିଲା। ଯେ କୌରବ ପାଣ୍ଡବ ମାନେ ତ କହିଥାନ୍ତି ଇଏ ତ ସବୁଦିନ ଆମ ସାଙ୍ଗରେ ଅଛନ୍ତି, ଯୁଦ୍ଧ ପାଇଁ ତ ଇଏ ଦୂତ ହେଇକି ଯାଇଥିଲେ, ସେ ତ 5 ଖଣ୍ଡ ଗ୍ରାମ ଦେଲେନି, କହିଲେ ଆମେ ଯୁଦ୍ଧ କରିବୁ। ଆଉ ଯୁଦ୍ଧର କଥା ଟିକେ ଇଏ କରିଛନ୍ତି, ତେଣୁ ସିଏ କଣ ଜାଣନ୍ତି ନାହିଁ କୋଉ ପକ୍ଷକୁ ଯିବେ, ତଥାପି ବି ଯିବାକୁ ପଡିବ, କହିବାକୁ ପଡିବ, ଏଇଟା ହଉଛି ଫର୍ମାଲିଟି। It is not that he will first seek the solution elsewhere, through some human agencies, and then only turn to the divine as an alternative last resort. ଆମେ କଣ କରୁ, ସେ କଥାଟି ବି ଲେଖି ଦିଆଗଲା। ଭଗବାନ ପାଖକୁ ଯାଉ କେତେବେଳେ, ଯେତେବେଳେ ହ୍ୟୁମାନ ମିନ୍ସ ଗୁଡିକ ଖତମ ହେଇଯାଏ। ଭାଇକୁ ପାଖକୁ ଯାଉ, ଭାଇ ମୋର ଏମିତି ଗୋଟେ ଅସୁବିଧା ହେଇଛି, ମୋର ଦେଲ 5 ଲକ୍ଷ। ସେ 5 ଲକ୍ଷ କାହିଁ, 5,000 ନେଇକି। ହ୍ୟୁମାନ ମିନ୍ସ ଗୁଡିକ ଫେଲ କରିସାରିବା ପରେ ଆମେ ଲାଷ୍ଟ ରିସର୍ଟ ଭାବରେ ଭଗବାନ ପାଖକୁ ଯାଉ। ପ୍ରଥମରୁ ଭଗବାନ ପାଖକୁ ଚାଲିଗଲେ ଅସୁବିଧା କଣ ହଉଛି, ଲାଜ ହେଉଛି, ଯାଇ ହୁଏନି, ଅଭ୍ୟାସ ନାହିଁ।
अभ्यास ना मूल जिनस द्वितीय बिंदु जिते गोटे समस्या आसे समाधान टी आम जानी समाधान टी मागिला बेले भगवान को आम डिक्टेट करू प्रभु यही समाधान टा कर दियंतुनी माने सत्य जेपरी वी आर मोर लर्नेड देन गॉड सत्य जेपरी आम भगवान को फुसुले को जाऊ काउंसलिंग करू आपण जो मंदिर जाती भगवान को आपण असुविधा टी कहती तार समाधान मागती यहीटा समाधान हो गले हो मो पुओटा चाकरी पाईगले ये कंपनी रे जाता ये झीटी को बहु करिकी नहीं आसिले माँ मोर गोटे दुख जाता मुझे भारी पसंद कर 5 वर्ष है से झील को जानी आपण तो कहीदे माँ को माँ जदि ग्रांट भी करदे एमती कली हुड़ी बाहर आपण घरे रही पारे कारण काउंसलिंग तो आपण करते ना माँ को से द्वितीय बिंदु कहुई डू नॉट डिक्टेट माँ को कहनी ये कर दियो कि आमर अभ्यास मुझे जोटा चाहूँ ना माँ करदे मु जहाँ चाहूँगी से माँ कर दिंतु बोली आम माँ को कहू यहाँ दरकार ना यहाँ करें आम बहुत व्यस्त हो पड़ू के जल्दी सल्यूशन टा जानता मो माँ को कही दी सारे माने सल्यूशन टा पक्का सांगे सांगे पलि आसू दिन 2 दिन भितर घंटे 2 घंटा भितर आसीगला तो आहरी भल he will confidently leave everything to the discretion of the divine wisdom आम ये कौन करवा समस्या आम माँ को कहवा समाधान टा माँ हाथ में छाड़ा कारण माँ होती डिवाइन विजडम से होती दिव्य प्रज्ञा सी कौन जानी ना व्हाट इज गुड फॉर मी आमे कहू कहला परे हुए नहीं आमे माँ को रागी जाओ अभिमान हुए और जदि भी हमर हेई गला सेटा जे बेस्ट हबो तार किसी माने नहीं बहु अनुभूति आम समस्त रही आपण जोटा मागिक आनी माँ ठारू से परवर्ती समय की पेन देछि आपण के जानबे अनुभवी तो जाने 3 नंबर बिंदु he will not cease from paying even if it takes a long time for the solution to come he will not cease praying मने करंतु सॉल्यूशन टा आसिया को वर्ष वर्ष लागिला तथापि भी प्रार्थना करी चलंतु प्रार्थना छाड़ंतु नहीं माँ मोर ये समस्यार समाधान होई नहीं एटा हो बोली चाहिए नहीं प्रार्थना टी हम माँ यार समाधान कर दियो तम हिसाब रे कर मो हिसाब रे नहीं मो हिसाब रे भूल अच्छी he will wait in calm patience से अपेक्षा करिवो धैर्यर सहित शांतिर सहित कंटिन्यू प्रेइंग till a clear indication comes from the divine सेते पर्यंत प्रार्थना करि चालिबो जेते पर्यंत गोटे स्पष्ट सूचना भगवान को ठारो मिली नाही that his prayer is misplaced and the thing he is asking for is not in conformity with the divine will but is arising only out of his egoistic ignorance मो प्रार्थना माँ सुनिले नहीं बा मु जहाँ चाहूली सेटा भगवान घटेले नहीं यही कथाटी आसे कौटू एटा आसे गोटे इगोइस्टिक इग्नोरेंस भीतर
ଅହଂ ଜନିତ ଅଜ୍ଞାନତା। କାରଣ ଆମ ପାଖରେ ଗୋଟେ ସର୍ଟ ସାଇଟେଡନେସ୍ ଅଛି, ଆମେ ଅଳ୍ପ ଦୂର ପର୍ଯ୍ୟନ୍ତ ଦେଖିପାରିବା। କାଲି ସକାଳେ କଣ ଘଟିବ ଆମେ ଜାଣିନାହାନ୍ତି। ଜ୍ୟୋତିଷ କହିଦେଲା ଆମକୁ କେତେବେଳେ କେହି ଜଣେ କହିଦେଲେ ଆମେ ସେଇ ଅନୁସାରେ ମାତି ଯାଉ। ମଣିଷର ତ୍ରୁଟି, ମଣିଷର ଅପୂର୍ଣ୍ଣତା, ମଣିଷ ପାଖରେ କଣ ନାହିଁ? ବେଳେ ବେଳେ ମଣିଷର ଅଜ୍ଞାନତା କଥା କଣ କହିବି? ଉତ୍ତରପ୍ରଦେଶରେ 4 ବର୍ଷ ଖଣ୍ଡେ ତଳେ, 4 ବର୍ଷ ବି ହବନି ବୋଧେ, କମ, ଆହୁରି କମ, ଗୋଟେ ଛୋଟ ପୁଅ ଛୁଆର ଡେଡ ବଡି ମିଳିଲା। 4-5 ବର୍ଷର ପିଲା। ଦେଖାଗଲା ତାର ଇଣ୍ଟରନାଲ ଅର୍ଗାନ ଗୁଡାକ ନାହିଁ, ମାନେ ଲିଭର ଫିଭର ସବୁ ନାହିଁ। ଯୋଉ 2 ଜଣ ପିଲାଙ୍କୁ ପୋଲିସ ବହୁ କଷ୍ଟରେ ଧରିଲା ଯେ ସେମାନେ ହତ୍ୟା କରିଛନ୍ତି, ବଡ ସେ ପିଲାକୁ ଡାକି ନେଇଛନ୍ତି, ତାକୁ ଖୁଏଇଛନ୍ତି ସବୁ କୁରକୁରେ ମୁରକୁରେ, ତାପରେ ତାକୁ ନେଇଯାଇଛନ୍ତି, ହତ୍ୟା କରିଛନ୍ତି। ତାର ସବୁ ଇଣ୍ଟରନାଲ ପାର୍ଟ ଗୁଡା ଚୋରି କରିଛନ୍ତି। ଚୋରି କରିକି ତାପରେ ଯୋଉଟା କରିଛନ୍ତି ସେଇଟା ହଉଛି ଆଶ୍ଚର୍ଯ୍ୟଜନକ। ସେ ଗୋଟେ କପୁଲକୁ ଦେଇଛନ୍ତି। ସେ କପୁଲ ମାନେ ସେ ପିଲାର କଲିଜାକୁ ରାନ୍ଧିକି ଖାଇଛନ୍ତି। ମା କଣ? ତାଙ୍କୁ ଯେତେବେଳେ ପୋଲିସ ପଚାରିଲା ତମେ କାହିଁକି ଏମିତି କଲ, ସେ କହୁଛି ଆମକୁ ଜ୍ୟୋତିଷ କହିଲେ ଗୋଟେ ପୁଅ ଛୁଆର କଲିଜା ଖାଇଦେଲେ ଆମର ପୁଅ ହବ। ଆରେ ଭାଇ, ତମର ପୁଅ ହବ ବୋଲି ତ ଆଉ ଜଣ ପୁଅକୁ ମାରିଦବ। ତ ମଣିଷ ଯେ କୋଉଠି ଅଛି ତା କଥା କଣ କହିବା? ମଣିଷ କଥା ମୁଁ ଏଇ ଟିକେ ଆଗରୁ ଗୋଟେ ପାଠଚକ୍ର ଥିଲି, ମୁଁ ସେ କହିଲି ଯେ ବାଘ ଯେଡେ ସୁନ୍ଦର ଭାବରେ ବଣ ଜଗିପାରେ, ମଣିଷ ପାରେ ନା। ମଣିଷର ଯେଡେ ବଡ ଅଫିସର ଥାଉ, ଲାଞ୍ଚ ଦେଇଦେବେ 2-4 ଲକ୍ଷ, ସେ କହିବ ଜଙ୍ଗଲ ନେଇଯାଉ। ବାଘକୁ ଲାଞ୍ଚ ଦେଇକି ଆପଣ ଜଙ୍ଗଲ ଆଣିପାରିବେନି। ବାଘ 1000ଟା ଗାର୍ଡର କାମ କରେ। ବାଘଟା ବେଶୀ ରିଲାଏବଲ, ବେଶୀ କମିଟେଡ। ଏଇ ଯୋଉ ମଣିଷ ଯେ ଦିବ୍ୟ କର୍ମୀ ହବା ପାଇଁ ଜନ୍ମ ହେଇଛି, ଦିବ୍ୟ ଯନ୍ତ୍ର ହବା ପାଇଁ ଜନ୍ମ ହେଇଛି, ଭଗବାନଙ୍କୁ ଆଶ୍ରିତ ହବ ବୋଲି ଜନ୍ମ ହେଇଛି, ସିଏ କଣ କରୁଛି? ଆମେ ଯୋଉଟା ଚାହୁଁଛୁ ସେଇଟା ଯେ ଅଜ୍ଞାନ ଅନ୍ଧକାରଚ୍ଛନ୍ନ। ଆମେ ଧନ ସମ୍ପତ୍ତି ଚାହୁଁଥାଇପାରୁ, ଆମେ ପୁଅ ଝିଅ ଚାହୁଁଥାଇପାରୁ, ଆମେ ଆମର ବଡତି ଚାହୁଁଥାଇପାରୁ, ଯାହା ବି ଚାହାନ୍ତୁ, ଆପଣ ଜାଣିଛନ୍ତି ସେଟା ବିକାଶ ଦିଗରେ ନବ କି ବିନାଶ ଦିଗରେ ନବ? ଯଦି ସବୁଗୁଡାକ ବିକାଶ ଦିଗରେ ନଉଥାନ୍ତା, ତାହେଲେ ଏତେ ଅଶାନ୍ତି, ଏତେ ଉପଦ୍ରବ, ଏତେ ଯନ୍ତ୍ରଣା, ଏତେ କାନ୍ଦଣା କାହିଁକି ଅଛି ପୃଥିବୀରେ? ଆମେ ଜୀବନର ପଥ ପାଉନାହାନ୍ତି, ଶାନ୍ତିର ପଥ ପାଉନାହାନ୍ତି, ଆନନ୍ଦର ପଥ ପାଉନାହାନ୍ତି। ଇଗୋଇଷ୍ଟିକ ଇଗ୍ନୋରେନ୍ସ କାରଣ। ଆମେ ଯୋଉ ଗୁଡିକ ମାଗି ଆସିଛୁ, ସେଇ ପ୍ରାର୍ଥନା ଗୁଡିକ ସବୁବେଳେ ଆମ ଯୋଉ ଅଜ୍ଞାନ ଦୃଷ୍ଟିରେ, ଆମର ଯୋଉ ମାନେ ଦୋଷ ରହିଛି ଦୃଷ୍ଟିର, ଦୃଷ୍ଟି ଦୋଷ, ସେଇଥିରେ କବଳିତ ହେଇଛି। ମୂଳ କଥା ଆମକୁ ମାଗି ଆସେ ନାହିଁ। କଣ ଆମର ଦରକାର, କୋଉଟା ଆମକୁ ଦରକାର, ସେଇ କଥାଟି ଆମେ ଜାଣିନାହୁଁ। ଆମକୁ ପ୍ରଥମେ ଦରକାର ଶାନ୍ତି, ଆନନ୍ଦ, ପ୍ରେମ, ସତ୍ୟ, ଚେତନା। এইଗୁଡାକ ନଥିଲେ ଆପଣଙ୍କର ଯାହା ବି ଥାଉ ସେଗୁଡାକ କିଛି କାମରେ ଆସେନି।
ଆପଣଙ୍କ ପାଖରେ ଉପଯୁକ୍ତ ଚେତନା ନାହିଁ, ଯଦି 5 କୋଟି ମିଳିଗଲା ଆପଣ ଯାଇକି ସାଉଦି ଆରବରେ ପହଞ୍ଚିକି ଅପରାଧ ବି କରିପାରିବେ। ମସ୍କୋ ସହରରେ ରହିକି ବଡ ହୋଟେଲରେ ମଦ ପିଇପାରିବେ, ଚେତନା ନାହିଁ ଆଉ କଣ ପ୍ରାର୍ଥନା କରିବେ? ଏମିତି ମଣିଷ ଗୁଡିକ ନଷ୍ଟ ବି ହେଇଥିବା ବହୁ ଉଦାହରଣ ରହିଛି। ମୁଁ ଧନ ସମ୍ପତ୍ତିକୁ ଦାୟୀ କରୁନାହିଁ, କିନ୍ତୁ ତାକୁ ବ୍ୟବହାର କରିବା ପାଇଁ ଗୋଟେ ଚେତନା ଦରକାର। ଆମେ ଯୋଉଟା ଚାହୁଁଛୁ ସେ ଜିନିଷଟା ମିଳିଗଲା ପରେ ତାକୁ କଣ କରିବା, ତାର ବ୍ୟବହାର ଆମେ ଜାଣିନୁ। କେଡେ ମାନେ ସୁନ୍ଦର ସମ୍ପର୍କ ତିଆରି ହଉଛି, ପ୍ରେମ ତିଆରି ହଉଛି, ଲଭ୍ ମ୍ୟାରେଜ ଲୋକ କରୁଛନ୍ତି, ବୋଉଟି ଆସିଗଲା ପରେ ତାକୁ ଦରକାର ପଡିଲେ ପୋଡିକି ମାରି ପକଉଛି। କିଏ ମାରୁଛି? ମଣିଷ ନା। ଆଉ ତ ବହୁତ ଚାହିଁଥିଲୁ ତ, ବହୁତ କାନ୍ଦିଥିଲୁ, କଣ ହେଲା? ତେଣୁ ଆମେ ଅଜ୍ଞାନତା ମଧ୍ୟରେ ଅଛନ୍ତି, ଆମେ ସବୁ କଥା ମାଙ୍କୁ ଛାଡି ନାହାନ୍ତି, ମାଙ୍କ ଉପରେ ନିର୍ଭର କରିନାହାନ୍ତି, ତାଙ୍କ ଶରଣରେ ବଞ୍ଚି ନାହାନ୍ତି, ତାଙ୍କୁ ସମର୍ପଣ କରି ଆମେ ଜୀବନ ବଞ୍ଚୁନାହୁଁ, ଏ କଥାଟି ବାରମ୍ବାର ବାରମ୍ବାର ପ୍ରମାଣିତ ହଉଛି। ଯଦି ସେଟା ଆମେ କରନ୍ତେ, ନିଜର କାମନା ବାସନା ଅଭିମାନ ଅଗ୍ରରୁଚି ନିଜର ଜିଦ୍ ଗୁଡିକୁ ବଦଳାନ୍ତେ, ତାହେଲେ ହୁଏତ ଆମ ଜୀବନ ଅଲଗା ହେଇଥାନ୍ତା। ଚତୁର୍ଥ ବିନ୍ଦୁ, the sadhaka is not debarred from taking some ancillary outward aid, but his first and foremost reliance and a confident reliance at that will always be on the divine grace. ଆପଣ କହିବେ ଭାଇ ମତେ ଗୋଟେ ମାନେ କିଛି ବଡ ରୋଗ ହେଇଛି, କିଛି ଗୋଟେ ହେଇଛି, କ୍ୟାନ୍ସର ହେଇଛି, ଡାଇବେଟିସ୍ ହେଇଛି, ହାଡର କିଛି ବେମାର ହେଇଛି, ଆଖିରେ କିଛି ବେମାର ହେଇଛି, ଆମେ ଖାଲି ମାଙ୍କର ଗ୍ରେସ୍ କୁ ଚାହିଁବା, ମାଙ୍କୁ କହିଦବା, ମା ସମାଧାନ ଦେଇଦେବେ? ନାଇଁ, ଆପଣ ଯୁଦ୍ଧ କରିବାକୁ ପଡେ। ସେତ ଭଗବାନ ଶ୍ରୀକୃଷ୍ଣ ବିଶ୍ୱ ରୂପରେ ଦେଖେଇଲେ ଯେ ସବୁ ବୀର ମାନେ ମରି ସାରିଛନ୍ତି, ସୂକ୍ଷ୍ମ ରୂପରେ ଯାହା ଘଟିବା କଥା ଘଟି ସାରିଛି, କେବଳ ତାର ସ୍ଥୂଳ ରୂପ ନେବାକୁ ବାକି ଅଛି। ତଥାପି ବି ଅର୍ଜୁନକୁ 700 ଶ୍ଲୋକ ବୁଝେଇବାକୁ ପଡିଲା, ବିଶ୍ୱ ରୂପ ଦେଖିବାକୁ ପଡିଲା ଯେ ତମେ ଯୁଦ୍ଧ କୃତ ନିଶ୍ଚୟ, ଯୁଦ୍ଧଟା ନିଶ୍ଚୟ କର, ଧନୁରୁଦ୍ୟମ ପାଣ୍ଡବ, ଧନୁ ଧର, ଉଦ୍ୟମ କର, ତାପରେ ଭଗବାନ ତମ ପଛରେ ଅଛନ୍ତି। ତେଣୁ ଆପଣଙ୍କୁ କିଛି ଛୋଟ ସାହାଯ୍ୟ, ଆଉଟୱାର୍ଡ ଏଡ୍, ବାହାର ସାହାଯ୍ୟ, ମାନେ ଗୋଟେ ବନ୍ଧୁ ସାହାଯ୍ୟ କରୁଛି, ଆପଣ କହିବେ ନାଇଁ ନାଇଁ ତୁ ଦରକାର ନାହିଁ, ମୁଁ ମାଙ୍କ ସାହାଯ୍ୟ ମତେ ଦେବେ, ସେମିତି ହବ କି? ବନ୍ଧୁ ଭିତରେ ମା ତ ପ୍ରେରଣା ତିଆରି କରିଛନ୍ତି। ଆମେ ପ୍ରଥମ ଏବଂ ସବୁଠାରୁ ଆଗରେ ଯୋଉ ବିଶ୍ୱାସଟି ରଖିବା ଭଗବାନଙ୍କ ଉପରେ, ତାଙ୍କ କରୁଣା ଉପରେ, କିନ୍ତୁ ତା ନୁହେଁ ଔଷଧ ଖାଇବାନି କି ଡାକ୍ତର ପାଖକୁ ଯିବାନି। ଔଷଧ ଖାଉଥିବା ମାଙ୍କୁ ସ୍ମରଣ କରି ଖାଇବା, ଡାକ୍ତର ପାଖକୁ ଯିବା, ଯୋଉଦିନ ଯିବା ମାଙ୍କୁ କହିକି ଯିବା। 5 ନମ୍ବର, even if the divine answer doesn't come according to the sadhak's expectation, or even if his prayer get completely thwarted, he will not lose a whit his love for divine or his trust in the divine omnipotence, but merely resign himself gladly to the divine and the divine providence, accepting in full faith that such is what it should be at that moment for his veritable spiritual growth. ବେଳେ ବେଳେ ଭଗବାନଙ୍କର ଉତ୍ତର ଆସେ ନାହିଁ, ଯଦି ବି ଆସେ ସେଇଟା ଆପଣଙ୍କର ଏକ୍ସପେକ୍ଟେସନ ଭିତରେ ନଥାଏ, ଆପଣ ଯୋଉଟା ଚାହୁଁଥାନ୍ତି। ଆମେ ଅନେକ ସମୟରେ ଭାରି ବ୍ୟତିବ୍ୟସ୍ତ ହେଇଯାଉ,
भगवान प्रति आमर प्रेमटी चली जाए। मुझे जो उदाहरण दूसरी तेणु तांकर जो ओमनिपोटेंस सर्वशक्तिमानता ताको आमे संदेह करिवा नहीं। तांकर जो सामर्थ्य डिवाइन प्रुडेंस ताको संदेह करिवा नहीं। आमे पूर्ण आस्था रखिबा जे आम आध्यात्मिक प्रगति पई जहा आवश्यक मां ता करूछंती, कारण मो मांकर जंत्र अटे। विश्वासर एते बड़ दुर्गटी तैयारी करबा मनुष्य द्वारा संभव हो ना। मनुष्य सबले मापुची यदि मो अनुसार कथाटी घटिला ताले मां मते कृपा करंती, यदि मो अनुसार घटु नाही ताले मां मते कृपा करू ना। एही परीक्षा ई मापकाठी नै के बस। षष्ठ बिंदु at times the divine may not unfold his plan in full before the sadhak's vision। आम दृष्टि रे भगवानंकर योजनाटी अनफोल्ड हो पारे धरा पड़े। आमे जानी परिया भगवान आम पई कोन योजना रखिछन आमे जानि चुकी। आम विफलता गुडी को भी आम सफलता हो पारे। He may indicate only one step at a time। भगवान केवल गोटे स्टेप हमको देखौछंती। The step that is immediately called for, जो स्टेप ता हमको दरकार। The surrendered sadhaka should not hesitate to take that step even if the rest of the future course of action remains shrouded in a deep darkness। जे प्रकृति रे समर्पित, जे प्रकृति रे शरणागति रे अछि, से सेही पाहाचटारे पाद रखिबो जदिओ अलगा पाहाच गुड़िक अंधकार भितर अच्छी आम जानी पारना। भगवान तो जानते ना। आम विश्वास सहित से कामटी करवा। जदि आम विश्वास सहित पाहाच पाहाच पर भगवान से मार्गदर्शन रे आग को जाऊ, he will be amazed to discover in no time how the supremely wise divine diplomat has led him to his spiritual destination through all the mazes of drift and veil। जदि आम जीवा यात्रा करुवा दिन आश्चर्य बा जे से जो भगवानंकर डिप्लोमेट तांकर जो कूट सेटा से कूटनीति आम बुझी पारिबा। तांको ई सुंदर कपट आम सहित से खेलती आमको नहीं कि गोटे स्पिरिचुअल डेस्टिनेशन रे पहुंचे। आध्यात्मिक लक्ष्य रे जो लक्ष्य रे आम पहुंचला से नहीं छंदी केमिति ना ई सब दुख जंत्रणा असुविधा अज्ञानता भितर आमको नहीं छंदी। सप्तम बिंदु वन लास्ट पॉइंट शेष कथा शेष बिंदु। The sadhaka has to see at all times that his prayers tendered to the divine do not get marred by any lack of faith। विश्वासटा को जदि नहीं ताले एटा प्रतिबंधक हो। आम प्रार्थना आम विश्वासहीनता द्वारा प्रतिबंधित न हो or by rising complaints and misgivings of any sort। आमे जदि सब बेले अभियोग करथुवा जे मां मते भल पाउनांती, मां मो कामटी कलेनी, मां मते दुख रे रखिचंती, मां मते हैरान करचंती, ताले सेठी भी काम दबनी। इच पे न जे मां रागी जे आम विश्वास ही आलोक। जदि आम विश्वास नहीं जहा किछि घटिबो सर्वोत्तम घटिबो, जहा किछि घटुछि सर्वोत्तम घटुछि, ये कथाटी को स्वीकार न करि पारले आम जीवन को आमे निजे पतन डाकी आणु, अंधकार डाकी आणु। He should not nurture in his mind and heart any cynical or feeble-willed doubts like
अनेक व्यक्ति अछंती जो माने बड़ सिनिकल तांको किछि कथा भल लागेनी सब कथा को समान समालोचना करे तांको परफेक्शनिस्ट कह जाए मो बहुत लोक को सेमित देखि जी दे आर नॉट हैप्पी विथ एनीबॉडी एनीथिंग से माने भाबंती से माने जोटा करूचंती सेइटा ही परफेक्ट लॉन्ग बैक मते गोटे सांगटे कहला गोटे दरखास्तटे लिखियार अछि गोटे संस्था को आपण टिके लिखि देबे तो मु तो लिखि देली तापर मु देखिली सी ताको बदलै दी बदलैवा जो मत अभिमान है सी अभिमान ये जे मूल जिनस लिखि ना तापर मु बहुत फ्रेंड मु तो पचारि एमती कहीं कलु तो भूल है सी मत स्वीकार करीगला कहला कथा कौन कि मत कहारी लेखा पसंद आसे ना जदि कहारी रंधा आपन को पसंद आसु ना कहारी कथा आपन को पसंद आसु ना कहारी कर्म आपन को पसंद आसु ना ताले आपन सिनिकल हे से मानसिक रोग सब कथा रे कंप्लेन करिवे आलोचना करिवे सैटिस्फाइड हे आउ डाउट संदेह गुडी करैथो कांको प्रति बेसी भगवान को प्रति हु नोज whether the divine has indeed had an appeal भगवान सुनती कि नहीं मु तो जानी बस से मते गोटे आउरी जटिलता रे पके दे एपरि हे पारे भगवान मो समस्या समाधान करि परिबेनी अरे भाई जे सूर्य चंद्र को शून्य रे टांगी देइचंदी तो समस्या ता केडे बड़ की मो समस्या समाधान भगवान पाखरे नहीं पुणी शेषर कहबो मु जानि नहीं हु नोज द डिवाइन एग्जिस्ट और नॉट भगवान अछंती कि ना भगवान यदि अछंती ताले मोर खाली सुख आनंद गिय मो बसी आ जदि नांती ताले मो जीवन रे दुख अछि एगुडा हला इगोइस्टिक कंप्लेन एगुडी को सब इंट्रूजन ऑफ डाउट्स हम भितरे संदेहर प्रवेश आउ आम एटा काहाकू कहूछु एड्रेस रु तो एवर लविंग डिवाइन जहाँ को सबुदिने भल पाइबा कथा एवर लविंग जी आमे तांको प्रत्याख्यान करछु तेणु भगवानंकर करुणा पाइबा पाई तांको शरणागति पाई आम जीवन रो समस्या गुड़िकर समाधान पाई आमे आज 7टी बिंदु पढ़िले शरणागति साधनार ए कथाटी आमे सारुछंती यार माने शेष मंत्रटी आइ पारे watch for God in the events of your life आम जीवन रो घटना गुड़ी करे भगवान को हमें खोजिबा see only the hand of God in it all भगवान हाथर स्पर्श आम जीवन रो सब कथा रे थाउ आम निश्वास रे आम भाषा रे आम हस रे आम चिंता रे आम भावना रे आम कर्म रे शयने स्वप्ने जागरणे भगवान आम सहित थांतु एटा होचे शरणागति कारण से होचंदी एवर लविंग आउ किछि कथा एवर लविंग नै ए आलोचना सहित आमे आजिर आलोचना रखिबा पुणी जीवन रो धारा जीवन रो पथ रो आलोचना गड़ी चली समस्त को अनेक शुभेच्छा वंदे मातरम शुभरात्रि।